ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। 2024ର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ବହୁତ ବଡ଼ ରିକ୍ରୁଟମେଣ୍ଟ ବାହାରିଛି। ଆପଣମାନଙ୍କ ପାଇଁ ଗୋଟେ ଖୁସି ଖବରଟେ, ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେଉଁମାନେ ଇଚ୍ଛୁକ ଚାକିରି କରିବା ପାଇଁ ତାଙ୍କ ପାଇଁ ଗୋଟେ ଖୁସି ଖବରଟେ। ତେଣୁ ପ୍ରଥମେ ଦେଖନ୍ତୁ, ଆବେଦନ ତାରିଖ ତ 30/10/2024 ଠାରୁ 29/11/2024 ପର୍ଯ୍ୟନ୍ତ। ତାପରେ ଏଇଟା ସେମ୍ ରହୁଛି। ଆପ୍ଲିକେସନ୍ ଫର୍ମ ସବମିଶନ ପାଇଁ ଏଇଟା 2/12/2024। ତାପରେ ଏଡ଼ିଟିଂ ପାଇଁ ତାପରେ 4/12/2024 ରହୁଛି। ଏଇଟା ସବୁ ତାରିଖ ସେମ୍ ଅଛି। ଏଇଟା ଖାଲି ଟିକେ ଚେଞ୍ଜ ହେଇଯାଇଛି। ଆପଣମାନେ ଜାଣିପାରିଲେ। ପୋଷ୍ଟ ଦେଖିବା, ଯେଉଁମାନେ ପୋଷ୍ଟ ହେଉଛି NM ଜୁନିୟର ଲାବୋରେଟୋରୀ ଟେକ୍ନିସିଆନ୍, ଫାର୍ମାସିଷ୍ଟ, ତାପରେ ଷ୍ଟାଫ୍ ନର୍ସ ସବୁ ଏଠି ପୋଷ୍ଟ ବାହାରିଛି। ଏଠି ଭ୍ୟାକେନ୍ସି ଦେଇଛି। ତାର ଦରମା ଏଠି 21,000ରୁ 25,000 ଦରମା ଷ୍ଟାର୍ଟିଂ ଅଛି। ଆପଣମାନେ ଭିଡ଼ିଓକୁ ଡିଟେଲ ଷ୍ଟପ୍ କରିକି ମଧ୍ୟ ଦେଖିପାରିବେ। ନେକ୍ସଟ ଦେଖିବା, ଏଠି କାଟାଗୋରୀ ଅନୁସାରେ ଯେପରି UR, SCBC, SC, ST ଟୋଟାଲ ପୋଷ୍ଟ ଏଠି ସବୁ ମେନସନ୍ ହେଇଛି। NMର, ଜୁନିୟର ଟେକ୍ନିସିଆନର, ଫାର୍ମାସିଷ୍ଟର, ଷ୍ଟାଫ୍ ନର୍ସର ମଧ୍ୟ ଡିଟେଲ ଏଠି ସବୁ ହେଇଛି। ତାପରେ ନେକ୍ସଟ ଦେଖିବା ଏଜୁକେଶନାଲ କ୍ୱାଲିଫିକେସନ୍। ଯଦି ଆପଣମାନେ ଭାରତୀୟ ନାଗରିକ ହେଇଥିବା ଦରକାର, ଗୁଡ୍ କ୍ୟାରେକ୍ଟର ଥିବା ଦରକାର, ଓଡ଼ିଆ କହିପାରୁଥିବା ଦରକାର, ଲେଖିପାରୁଥିବା ଦରକାର। ତାପରେ ଏଜୁକେଶନାଲ କ୍ୱାଲିଫିକେସନ୍ ଆପଣମାନେ NMରେ ସେକେଣ୍ଡାରୀ ସ୍କୁଲ ପାସ୍ କରିଥିବା ଦରକାର, ତା ସହିତ NM ମଧ୍ୟ କୋର୍ସ କରିଥିବା ଦରକାର। ତାପରେ ଏଇଟା ଅଛି ଲ୍ୟାବ୍ ପାଇଁ ମାନେ +2 ସାଇନ୍ସ ୱିଥ୍ ଡିପ୍ଲୋମା ଇନ୍ ମେଡ଼ିକାଲ ଲାବୋରେଟୋରୀ କରିଥିବା ଦରକାର। ତାପରେ ଫାର୍ମାସିଷ୍ଟର ମଧ୍ୟ ଏଇଟା ତାଙ୍କର ମଧ୍ୟ କୋର୍ସ ରହୁଛି। ଆପଣମାନେ ସେଟା +2 ସହିତ ୱିଥ୍ ଡିପ୍ଲୋମା ଇନ୍ ଫାର୍ମାସି କରିଥିବା ଦରକାର। ତାପରେ ଷ୍ଟାଫ୍ ନର୍ସର ଏଠି ଆପଣମାନେ +2 ସାଇନ୍ସ ୱିଥ୍ GNM କିମ୍ବା ଫ୍ରମ୍ ଏନି INC ଆପ୍ରୁଭ୍ ୟୁନିଭର୍ସିଟିରୁ ଆପଣମାନେ କରିଥିବା ଦରକାର। ତାପରେ BSc ନର୍ସିଂ କରିଥିଲେ ମଧ୍ୟ ଆପଣମାନେ ଏଇ ଷ୍ଟାଫ୍ ନର୍ସିଂ ଆବେଦନ କରିପାରିବେ। ବୟସ ମାଗୁଛି 21 ବର୍ଷ ଠାରୁ 38 ବର୍ଷ ଭିତରେ ଆପଣମାନେ ହେଇଥିଲେ ଆବେଦନ କରିପାରିବେ। ତତ୍ସଙ୍ଗେ ବୟସର ମଧ୍ୟ ରିଲାକ୍ସେସନ୍ ଅଛି। ଆପଣମାନେ 5 ବର୍ଷ 10 ବର୍ଷ ମଧ୍ୟ PW ମାନଙ୍କର 10 ବର୍ଷ, ST SC ମାନଙ୍କର 5 ବର୍ଷ ଏଜ୍ର ରିଲାକ୍ସେସନ୍ ଅଛି। ଆପଣମାନେ ଜାଣିପାରିଲେ, ତେଣୁ ସାଙ୍ଗ ସାଥି ସେୟାର କରନ୍ତୁ। ତାପରେ ପ୍ରିଲିମିନାରୀ ଏକ୍ଜାମ ହେବ। ତାପରେ ତାର ସିଲାବସ୍ ଏଇଟା ମେନସନ୍ ହେଇଛି। ତାପରେ ମେନ୍ ଏକ୍ଜାମ ହେବ, ତାର ସିଲାବସ୍ ଏଇଟା ମେନସନ୍ ହେଇଛି। ତାପରେ ସାର୍ଟିଫିକେଟ୍ ଭେରିଫିକେସନ୍ ହେବ। ତାର ମଧ୍ୟ ଯାହା ଆପଣ ଡକୁମେଣ୍ଟ ଆବେଦନ କଲା ସମୟରେ ଦେଇଥିଲେ ସେଇଟା ହିଁ ଡକୁମେଣ୍ଟ ଆପଣମାନଙ୍କର ଭେରିଫିକେସନ୍ ହେବ, ଆଉ କିଛି ମଧ୍ୟ ଭେରିଫିକେସନ୍ ହେବ ନାହିଁ। ତେଣୁ ଆପଣମାନେ ପ୍ରଥମେ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯଦି ପ୍ରଥମ ଥର ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଭିଡ଼ିଓକୁ ଦେଖୁଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ପ୍ରଥମେ ଆପଣ ନିକଟରେ ଏହିପରି ଜବ୍ର ଇନଫର୍ମେସନ୍ ଏବଂ ନୋଟିଫିକେସନ୍ ଭିଡ଼ିଓ ପାଇବେ। ରହିଲି, ଧନ୍ୟବାଦ। ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।